କଥା ସତ୍ୟ କଥା ଯୋଉ ବ୍ୟକ୍ତି ଦେଖୁଛନ୍ତି ମୋର ମା ଲକ୍ଷ୍ମୀ କତିରେ ଏତିକି ପ୍ରାର୍ଥନା ଭଲରେ ରହନ୍ତୁ ସୁଖ ଶାନ୍ତିରେ ରହନ୍ତୁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ କୌଣସି ବ୍ୟକ୍ତି କତିରେ ଯଦି ଚାରୋଟି କଥା ସମାହିତ ଥାଏ ମାଗଣାରେ ସେ ଭଲ ପାଇବା ତାକୁ ମିଳିବ। ମାଗଣାରେ ତାକୁ ଭଲ ପାଇବା ଲୋକ ଦେବେ ଆଉ ସମାହିତ ହୋଇଯିବେ। ଆଉ ଦିନେ ନା ଦିନେ ତାଙ୍କର କିଏ ଦାସୀ ଆଉ ଦାସ ବି ପାଲଟି ଯିବେ। ସେ ଚାରୋଟି କଥା ଆଜ୍ଞା କ'ଣ? ପ୍ରଥମ କଥା ହେଉଛି ଆପଣଙ୍କର କର୍ମ। ଆପଣଙ୍କର ଯଦି କର୍ମ ଠିକ୍ ଥାଏ ଦିନେ ନା ଦିନେ ସର୍ବଦା ପାଇଁ ଦାସୀ କିଏ ଦାସ ହୋଇଯିବ। ଦ୍ୱିତୀୟ ହେଲା ଆପଣଙ୍କର ଧର୍ମ। ଆପଣ ଯଦି ଠିକ୍ ଧର୍ମ ପଥରେ ଚାଲିଥିବେ ସତ୍ ମାର୍ଗରେ ଚାଲିଥିବେ ଦିନେ ନା ଦିନେ ଆପଣଙ୍କୁ ଭଲ ପାଇବା ସବୁ ଦେବେ। ଯେଉଁ ଲୋକ ଭଲ ପାଉନଥିବ ସେ ଭଲ ପାଇବା ଦେବ। ଆପଣଙ୍କର ଦାସ ବା ଦାସୀ ସେ ହୋଇଯିବେ।